ଟିକି ରୋଷେଇ ଘରେ ଖାଇବା ତିଆରି କରୁଥିଲା ଆଉ ତା ସହ ତା ସ୍ୱାମୀ ରାଜୁ ପାଇଁ ମଧ୍ୟ ଟିଫିନ ତିଆରି କରୁଥିଲା। ଠିକ ସେତିକି ବେଳେ ସେଠିକି ତା ପୁତୁରା ଜଗୁ ଆସିଗଲା ଆଉ କହିଲା, ଖୁଡୀ ମତେ ସ୍କୁଲ ଯିବାକୁ ଡେରି ହେଲାଣି, ପ୍ରଥମେ ମୋ ପାଇଁ ଟିଫିନ ପ୍ୟାକ୍ କରିଦିଅ। ଜଗୁ ତୁ ଟିକେ ରହିଯା ବାବା, ମୁଁ ଘରର ସମସ୍ତଙ୍କ ପାଇଁ ଖାଇବା ତିଆରି କରୁଛି ଆଉ ତ ଦାଦା ପାଇଁ ଟିଫିନ ବି ତିଆରି କରୁଛି, ତାଙ୍କର କାମକୁ ଯିବାରେ ଡେରି ହେଲାଣି। ଟିକି ତମେ କୁଆଡେ ଗଲ? ମୋର କାମକୁ ଯିବାରେ ଡେରି ହେଲାଣି ପରା। ଟିକିର କଥା ଶୁଣି ଜଗୁ କାନ୍ଦି କାନ୍ଦି ବାହାରକୁ ଗଲା ଆଉ ତା ମାକୁ ସବୁ କଥା କହିଲା। ଟିକି ସମସ୍ତଙ୍କ ପାଇଁ ଖାଇବା ବାଢିଦେଲା। ଟିକି ମୋ ପୁଅକୁ ତୁ ବକିଲୁ କଣ ପାଇଁ? ଯଦି ମୁଁ ପ୍ରେଗନେଣ୍ଟ ନଥାନ୍ତି ତାହେଲେ ମୁଁ ଏକାକି ଘରର ସବୁ କାମ କରିଦେଇଥାନ୍ତି। ଯେତେବେଳେ ତୁ ଏ ଘରକୁ ଆସି ନଥିଲୁ ସେତେବେଳେ ମୁଁ ହିଁ ଏ ଘରର ସବୁ କାମ କରୁଥିଲି। ମୋ ପୁଅକୁ ସ୍କୁଲ ଯିବାରେ ଡେରି ହଉଛି, ସେ ତତେ ଟିଫିନ ପ୍ୟାକ୍ କରିବାକୁ କହିଲା ଆଉ ତୁ ତାକୁ ବକିଲୁ। ଏମାନେ ମତେ ରୋବଟ ଭାବୁଛନ୍ତି ନା କଣ? ଆରେ ମୋର କଣ 10ଟା ହାତ ଅଛି ଯେ ମୁଁ ଏକା ସାଙ୍ଗରେ ଘରର ସବୁ କାମ ଏକା ସାଙ୍ଗରେ କରିଦେବି? ଟିକି ରାଗିକି ସେଠୁ ଚାଲିଗଲା ଆଉ ରୋଷେଇ ଘରକୁ ଯାଇ ରୋଷେଇ କଲା ଆଉ ସମସ୍ତଙ୍କୁ ଖାଇବାକୁ ଦେଲା। ଏମିତି କିଛି ଦିନ ବିତିଗଲା ଆଉ ଗୋଟେ ଦିନ ଟିକି ଯେତେବେଳେ ସମସ୍ତଙ୍କୁ ଖାଇବାକୁ ଦଉଥିଲା ସେତିକି ବେଳେ ରୋଷେଇ ଘରୁ ପୋଡା ରୁଟି ବାସ୍ନା ଆସିଲା। ବୋହୂ ତମେ କଣ କରୁଛ? ତମକୁ ଗୋଟେ କାମ ବି ଠିକ ରେ କରି ଆସୁନି। ଜଲ୍ଦି ଯାଇକି ଦେଖ ରୋଷେଇ ଘରେ କଣ ଗୋଟେ ପୋଡି ଯାଉଛି। ଟିକି ଜଲ୍ଦି ରୋଷେଇ ଘରକୁ ଗଲା ଆଉ ପୋଡା ରୁଟିକୁ ବାହାର କରିକି ଭଲ ରୁଟି ତିଆରି କରିବାକୁ ଲାଗିଲା। ଟିକିକୁ ରୋଷେଇ ଘରକୁ ଆସିବାର 5 ମିନିଟ ହେଇଛି କି ନାଇଁ ସମସ୍ତେ ଟିକିକୁ ଡାକିବାକୁ ଲାଗିଲେ। ବୋହୂ ରୋଷେଇ ଘରେ ଶୋଇଗଲୁ ନା କଣ? ଯଦି ରୁଟି ହେଇଗଲାଣି ତାହେଲେ ଜଲ୍ଦି ଆଣେ। ମୁଁ ପୁରା ହଇରାଣ ହେଇଗଲିଣି ଏ ଘରେ। ଯଦି ମୋ ପାଖରେ 10ଟି ହାତ ଥାନ୍ତା ତାହେଲେ ମୁଁ ଏଇଠି ଠିଆ ହେଇକି ଘରର ସବୁ କାମ କରିଦେଇଥାନ୍ତି। ଏମିତି କହିକି ଟିକି ସମସ୍ତଙ୍କୁ ଖାଇବାକୁ ଦେଲା ଆଉ ଏମିତି ପ୍ରକାରେ ଟିକି କେବେ ରୋଷେଇ ଘରେ ଖାଇବା ତିଆରି କରୁଥିଲା ତ ଆଉ କେବେ ସେମାନଙ୍କୁ ଖାଇବାକୁ ଦଉଥିଲା। ଏମିତି ଟିକି ସବୁବେଳେ ହଇରାଣ ହିଁ ହଉଥିଲା। ଏମିତି ଗୋଟେ ଦିନ ଟିକି ସାର୍ଟ ପ୍ୟାଣ୍ଟ ଇସ୍ତ୍ରୀ କରୁଥିଲା। ଠିକ ସେତିକି ବେଳେ ରାଜୁ ଆସି କହିଲା, ଆଜି ଅଫିସରେ ବହୁତ କାମ ଥିଲା, ମୁଁ ଆଜି ବହୁତ ଥକି ଯାଇଛି। ଟିକି ମୋ ପାଇଁ ଟିକେ ପାଣି ଆଣ, ମତେ ଶୋଷ ଲାଗିଲାଣି। ତମକୁ ଦେଖାଯାଉଛି କି ନାହିଁ ମୁଁ ସମସ୍ତଙ୍କ କପଡା ଆଇରନ୍ କରୁଛି ପରା? ତମେ ନିଜେ ଯାଇକି ପାଣି ଆଣିକି ପିଇଦିଅ। ତମକୁ ତ ଯୋଉ କାମ କହିଲେ ବି ତମେ ମୁହଁ ଫୁଲେଇକି ବସି ଯାଉଛ। ଯେତେବେଳେ ତମେ ମୋ ଭଳିଆ ବାହାରେ ଯାଇକି କାମ କରିବ ନା ସେତେବେଳେ ତମେ ଜାଣିପାରିବ ମୋର କଷ୍ଟ କଣ। ସବୁବେଳେ ଘରେ ଖାଲିରେ ବସୁଛ, ତଥାପି ତମ ଦ୍ୱାରା ଗୋଟେ କାମ ଠିକରେ ହେଇପାରୁନି। ଟିକି ରାଗିକି ପାଣି ଆଣିକି ରାଜୁକୁ ଦେଲା ଆଉ ପୁଣି ଥରେ ଇସ୍ତ୍ରୀ କରିବାରେ ଲାଗିଗଲା। ଏମିତି କିଛି ଦିନ ବିତିଗଲା ଆଉ ଗୋଟେ ଦିନ ଟିକି ଯେତେବେଳେ ଘରର ବାହାର ଝାଡୁ କରୁଥିଲା ଠିକ ସେତିକି ବେଳେ ଗୋଟେ ବୁଢୀଟେ ଆସି ପହଞ୍ଚିଲା ଯାହାର କି ଗୋଟେ ହାତ ନଥିଲା। ଝିଅ ମୁଁ ବହୁତ ଭୋକରେ ଅଛି, ଯଦି ତୋ ପାଖରେ କିଛି ଖାଇବା ଅଛି ତାହେଲେ ମତେ ଦେ, ନହେଲେ ମତେ କିଛି ଚାଉଳ ଦେଇଦେ। ଆମ ଘରେ ଏପର୍ଯ୍ୟନ୍ତ ଖାଇବା ହେଇନି, ସେଥିପାଇଁ ତମେ ଚାଉଳ ନେଇଯାଅ। ଟିକି ଯେତେବେଳେ ବୁଢୀ ଚଢେଇକୁ ଚାଉଳ ଦଉଥିଲା ସେତିକି ବେଳେ ତାର ନଜର ତା ହାତ ଉପରେ ପଡିଲା ଆଉ ତା ସହ ତା ପେଟ ଭିତରୁ ଗୁଡୁ ଗୁଡୁ ଶବ୍ଦ ଆସୁଥିଲା। ତମେ ବହୁତ ଭୋକରେ ଅଛ, ହେଲେ ତମର ପୁଅ ଆଉ ବୋହୂ କଣ କରୁଛନ୍ତି? ଝିଅ ମୋର ଏ ଦୁନିଆରେ କେହି ବି ନାହାନ୍ତି, ମତେ ବହୁତ ଜୋରେ ଭୋକ ଲାଗିଲାଣି। ମୁଁ ଭାବୁଛି ମୁଁ ଏବେ ଖାଇବା କେମିତି ତିଆରି କରିବି। କିଛି କଥା ନାହିଁ ମା, ଏବେ ତମେ କୁହ ତମ ଘର କୋଉଠି? ମୁଁ ତମ ଘରକୁ ଯାଇକି ଖାଇବା ତିଆରି କରିଦଉଛି। ସେମିତିରେ ବି ଆମ ଘରେ ସେ ପର୍ଯ୍ୟନ୍ତ କିଛି ରୋଷେଇ ହେବନି ଯେ ପର୍ଯ୍ୟନ୍ତ ଶାଶୁ ମା କିଛି କହିନାହାନ୍ତି। ଟିକି ସେ ବୁଢୀ ଚଢେଇ ସହ ତା ଘରକୁ ଗଲା ଆଉ ତା ପାଇଁ ରୋଷେଇ କରିବାକୁ ଲାଗିଲା। ରୋଷେଇ ସରିବା ପରେ ସେ ବୁଢୀ ଚଢେଇକୁ ଖାଇବାକୁ ଆଉଥିଲା, ଯାହା ଦ୍ୱାରା ସେ ବୁଢୀ ଚଢେଇ ଟିକି ଉପରେ ବହୁତ ଖୁସି ହେଇଗଲା ଆଉ କହିଲା, ଝିଅ ତୁ କେତେ ଭଲ, ତୁ ମୋ ଭଳିଆ ଜଣେ ଅଜଣା ଚଢେଇକୁ ସାହାଯ୍ୟ କଲୁ, ସେଥିପାଇଁ ମୁଁ ତତେ ଯାଦୁଇ 10ଟି ହାତ ଦଉଛି ଯିଏକି ତୋ କଥା ହିସାବରେ କାମ କରିବେ। ହେଲେ ଝିଅ ଗୋଟେ କଥା ମନେ ରଖିବୁ, ସେ ହାତକୁ କେବେ ବି ନିଜର ସ୍ୱାର୍ଥ ପାଇଁ ବ୍ୟବହାର କରିବୁନି। କାହାକୁ ଏ ହାତ ବିଷୟରେ ଜାଣିବାକୁ ଦବୁନି, ନହେଲେ ଏ ହାତ ସବୁ ଗାୟବ ହେଇଯିବ। 10 ହାତର ଯାଦୁ ପାଇକି ଟିକି ବହୁତ ଖୁସି ହେଇଗଲା।
ଆଉ ଘରକୁ ଯାଇକି ରୋଷେଇ ଘରେ 10 ହାତର ଯାଦୁକୁ ବ୍ୟବହାର କଲା। ମୋ ପାଖରେ ତ ଏବେ 10 ହାତର ଯାଦୁ ଅଛି, ଯାଉଛି ଚେକ୍ କରିକି ଦେଖିବି। ତାପରେ ଟିକି ପଛରୁ 10 ହାତ ବାହାରିଲା ଆଉ ନିଜ ନିଜ କାମରେ ଲାଗିଗଲେ। ସେ ବୁଢୀ ମା ତ ଠିକ କହୁଥିଲେ, ମୋ ପାଖରେ 10ଟି ହାତ ଅଛି ଆଉ ସେ ବି ଭଲ ଭାବରେ କାମ କରୁଛି। 10 ହାତ ପାଇକି ଟିକି ବହୁତ ଖୁସି ହେଇଗଲା। ଠିକ ସେତିକି ବେଳେ ତା ଶାଶୁ ଆଉ ଗୋରି ତାକୁ ଡାକିବାକୁ ଲାଗିଲେ। ଶାଶୁ ମା, ମୁଁ ଯେବେଠୁ ଘରର କାମ କରିବା ବନ୍ଦ କଲାଣି ସେବେଠୁ ଘରଟା ସାରା ଖାଲି ଅଳିଆ ହେଇକି ପଡିଛି। ଲାଗୁଛି ଶାଶୁ ମା ଆସିଲେଣି, ମୋ 10 ହାତ ତମେ ସବୁ ଗାୟବ ହେଇଯାଅ। ଟିକି କହିବା ମାତ୍ରେ ହିଁ ତାର ସବୁ ହାତ ଗାୟବ ହେଇଗଲେ ଆଉ ଟିକି ତା ଶାଶୁ ମାଙ୍କ ପାଖକୁ ଗଲା। ମା, ତମେ ଆସିଗଲ, ଏବେ ତମେ କୁହ ମୁଁ କଣ ରୋଷେଇ କରିବି? ଦେଖ ଟିକି, ମତେ ଡାକ୍ତର ବେଶୀ ମସଲା ଜିନିଷ ଖାଇବାକୁ ମନା କରିଛନ୍ତି, ସେଥିପାଇଁ ତୁ ସବୁ ସାଧା ଉପରେ ରୋଷେଇ କରେ। ଏତିକି କହିକି ଗୋରି ତା ରୁମକୁ ଚାଲିଗଲା ଆଉ ଟିକି ରୋଷେଇ ଘରେ ତା 10 ହାତ ଦ୍ୱାରା ସବୁ କାମ କରିବାକୁ ଲାଗିଲା। ଗୋଟେ ହାତ ରୋଷେଇ କଲା, ଦ୍ୱିତୀୟ ହାତ ଘର ଓଳେଇଲା, ତୃତୀୟ ହାତ ଘର ପୋଛିଲା, ଚତୁର୍ଥ ହାତ ବାସନ ମାଜିଲା, ପଞ୍ଚମ ହାତ ପନିପରିବା କାଟିଲା ଆଉ ଏମିତି ପ୍ରକାରେ ସବୁ ହାତ କାମରେ ଲାଗିଗଲେ। କିଛି ସମୟ ପରେ ଟିକେ ଘରର ସବୁ କାମ ସାରିଦେଲା ଆଉ ସମସ୍ତେ ଖାଇବାକୁ ବସି ପଡିଲେ। ବୋହୂ, ତୁ ତ ଆଜି ବହୁତ ଜଲ୍ଦି ରୋଷେଇ କରିଦେଇଛୁ। ଲାଗୁଛି ଟିକେ ଧୀରେ ଧୀରେ କାମ ଶିଖିଗଲାଣି। ଖୁଡୀ, ତମେ ଜଲ୍ଦି ମତେ ଖାଇବାକୁ ଦିଅ, ମତେ ବହୁତ ଜୋରେ ଭୋକ ଲାଗିଲାଣି। ଖାଇବା ତ ଜଲ୍ଦି ହିଁ ହବ ନା, କାରଣ ଏଇ ତ ସବୁ ମୋର 10 ହାତର କମାଲ। ଘରର ସମସ୍ତଙ୍କ ପ୍ରଶଂସା ଶୁଣିକି ଟିକି ବହୁତ ଖୁସି ହେଇଗଲା ଆଉ ଏମିତି ପ୍ରକାରେ ଟିକି ସମସ୍ତଙ୍କଠୁ ଲୁଚେଇକି ଘରର ସବୁ କାମ କରିବାକୁ ଲାଗିଲା। ହେଲେ ଟିକିର କିଛି ବି ବୁଝି ପାରୁନଥିଲା କି ଟିକି ଏସବୁ କାମ କେମିତି ଜଲ୍ଦି ସାରି ଦଉଛି। ଏ ଟିକିକୁ କଣ ହେଇଛି? ସେ ଆଗରୁ ତ ଏତେ ଜଲ୍ଦି କାମ କରିପାରୁନଥିଲା, ତାହେଲେ ସେ ଏବେ ଏତେ ଜଲ୍ଦି କେମିତି କରିପାରୁଛି? ନା, ମତେ ଦେଖିବାକୁ ପଡିବ। ଏମିତି କହିକି ଗୋରି ରୋଷେଇ ରୁମକୁ ଗଲା ଆଉ ଦେଖିଲା ଟିକି ତା 10 ହାତ ଦ୍ୱାରା ଘରର ସବୁ କାମ କରୁଛି। ତାକୁ ଦେଖିକି ଗୋରି ବହୁତ ଜୋରେ ଚିତ୍କାର କଲା, ଯାହାକୁ ଶୁଣିକି ଘରର ସମସ୍ତେ ସେଠିକି ଆସିଗଲେ। କଣ ହେଲା ଭାଉଜ? ରାଜୁ, ଟିକି ଦେହରେ ଡାହାଣୀ ଅଛି, ସେଥିପାଇଁ ସେ ଘରର ସବୁ କାମ ଜଲ୍ଦି ଜଲ୍ଦି କରିଦଉଥିଲା। ମୁଁ ନିଜେ ଆଖିରେ ଦେଖିଛି, ୟାର 10ଟି ହାତ ଥିଲା। ଭାଉଜ, ଏ ତମେ କଣ କହୁଛ? ମୁଁ ଟିକି ଆଉ ମୋର 10 ହାତ ନାହିଁ, ମାତ୍ର 2ଟି ହାତ ଅଛି। ଏ ଡାହାଣୀ ମିଛ କହୁଛି। ଭାଉଜ, ତମେ ଟିକେ ଶାନ୍ତ ହେଇଯାଅ, ଏବେ ହିଁ ସବୁ ଜଣା ପଡିଯିବ। ଟିକି, ଜଲ୍ଦି ସମସ୍ତଙ୍କ ପାଇଁ ଖାଇବା ବାଢ ଆଉ ମୋ କପଡା ଇସ୍ତ୍ରୀ କରିଦିଅ। ଏମିତି କହିବା ମାତ୍ରେ ଟିକିର 10ଟି ହାତ ବାହାରିକି ଆସିଲା। ଏ ତ ସତରେ ଗୋଟେ ଡାହାଣୀ, ୟାର 10ଟା ହାତ ଅଛି। ରାଜୁ, ଜଲ୍ଦି କୁଣିଆ ଡାକିକି ଆଣେ। ଆପଣ ସମସ୍ତଙ୍କୁ ମୋର 10 ହାତ କଥା ଜଣା ପଡିଗଲା। ଏବେ ମୋର ସବୁ ହାତ ସବୁଦିନ ପାଇଁ ଗାୟବ ହେଇଯିବ। ମୁଁ ମୋର 10 ହାତ ହରେଇ ଦେବି ଆଉ ଆଗ ଭଳି ମୁଁ ଏକା ଘରର ସବୁ କାମ କରିବାକୁ ମତେ ପଡିବ। ଟିକି ସେ ବୁଢୀ ମା କଥା କହିଲା। ଟିକି କଥା ଶୁଣିକି ରାଜୁ କହିଲା, ଟିକି, ମତେ କ୍ଷମା କରିଦିଅ, ମତେ ବୁଝିବାର ଥିଲା। ତମେ ହଉଛ ମୋର ସ୍ତ୍ରୀ, କୋଉ ଚାକେରାଣୀ ନୁହେଁ। ତମେ ଏକାକି ଘରର ସମସ୍ତଙ୍କ କଥା ବୁଝିଛ, ସେଥିପାଇଁ ଏବେଠୁ ମୁଁ ନିଜ କାମ ନିଜେ ହିଁ କରିବି। ଟିକି, ମତେ ବି କ୍ଷମା କରିଦେ। ଯେତେବେଳେ ତୁ ନଥିଲୁ ସେତେବେଳେ ଘରର ସବୁ କାମ ମୁଁ ହିଁ କରୁଥିଲି। ତୁ ଆସିବା ପରେ ଟିକେ ମତେ ଆରାମ ମିଳିଲା, ଆଉ ଯେତେବେଳେ ମତେ ଆରାମ ମିଳିଲା ମୁଁ ଭୁଲିଗଲି ଏବେ ତୋ ଅବସ୍ଥା କଣ ହଉଥିବ। ମୁଁ ପ୍ରେଗନେଣ୍ଟ ଅଛି ତ କଣ ହେଲା, ମୁଁ ମୋର ଛୋଟ ଛୋଟ କାମ କରିବାକୁ ଚେଷ୍ଟା କରିବି। ରାଜୁ ଆଉ ଗୋରିର କଥା ଶୁଣିକି ଟିକି ବହୁତ ଖୁସି ହେଲା ଆଉ ତା ପରଦିନଠୁ ଟିକି ରୋଷେଇ ଘରେ ରୋଷେଇ କଲା ଆଉ ସମସ୍ତେ ନିଜ ନିଜ କାମରେ ଲାଗିଗଲେ। ରାଜୁ ପାଖରେ ଗୋଟେ ବହୁତ ସୁନ୍ଦର ଗାଈଟେ ଥିଲା, ଯାହାର ନାଁ ଥିଲା ମୋହିନୀ। ରାଜୁର ସ୍ତ୍ରୀ ଟିକି ଆଉ ତାର ଗୋଟେ ପୁଅ ବି ଥିଲା, ଯିଏକି ଏବେ ଏବେ ଜନ୍ମ ହେଇଥିଲା। ତା ପୁଅ ବହୁତ ସୁନ୍ଦର ଥିଲା। ଏ ଜଙ୍ଗଲର ସବୁ ଚଢେଇ ଗୋପାଳକ ଥିଲେ। ସମସ୍ତଙ୍କ ପାଖରେ ଗାଈ ଥିଲା ଆଉ ସମସ୍ତେ କ୍ଷୀର ବେପାର କରୁଥିଲେ। ହେଲେ ସବୁଠୁ ଅଧିକ କ୍ଷୀର ରାଜୁର ଗାଈ ଦଉଥିଲା। ଦେଖ ତ, ଆମ ମୋହିନୀ ଆଜି କେତେ କ୍ଷୀର ଦେଇଛି। ମୁଁ ମୋହିନୀକୁ ନେଇକି ବହୁତ ଗର୍ବ ଅନୁଭବ କରୁଛି। ତମେ ଠିକ କହୁଛ ଟିକି,
ସେଥିପାଇଁ ତ ଜଙ୍ଗଲର ସବୁ ଚଢ଼େଇ ଆମକୁ ନେଇକି ଈର୍ଷା କରୁଛନ୍ତି। ଆଉ ଆରପଟେ ଜଙ୍ଗଲରେ ଗୋଟେ ବଡ଼ ଅଳସୁଆ ସାପ ରହୁଥିଲା, ଯାହାର ନାଁ ଥିଲା ଓଲା। ତା ଅଳସୁଆପଣ ପାଇଁ ତା ସ୍ତ୍ରୀ ବି ତା ଉପରେ ବିରକ୍ତ ହଉଥିଲା। ମୁଁ ତମକୁ ନେଇକି ବହୁତ ଦୁଃଖରେ ଅଛି। ମୁଁ ଯାହା ବି ଆଣୁଛି ତାକୁ ସବୁ ଏକା ଥରକରେ ଖାଇ ଦଉଛ, ଆଉ ହେକୁଟେ ବି ମାରୁନ। ହେଲେ ଏମିତି ମୁଁ ଆଉ କେତେ ଦିନ ତମକୁ ପାଳୁଥିବି? ଓହୋ, ତମେ ଶୁଣୁଛ ନା ପୁଣି ଥରେ ଶୋଇପଡ଼ିଲ? ହଁ ହଁ ଶୁଣୁଛି। ଏବେ ତମେ କଣ ଚାହୁଁଛ? ମୁଁ ମୋ ଜୀବନ ଦେଇଦେବି, ହେଲେ ସ୍ତ୍ରୀ ହିସାବରେ ତମର ବି କିଛି କର୍ତ୍ତବ୍ୟ ଅଛି। ଯଦି ଅଳ୍ପ କିଛି ଖାଇବାକୁ ଦେଇ ଦଉଛ, ତାହେଲେ ତମେ ପୁରା ଦିନଟା ସାରା ଖାଲି ବକର ବକର ହଉଛ। ଠିକ ଅଛି, ଯଦି ମୁଁ ବକର ବକର ହଉଛି ତାହେଲେ ଆଜିଠୁ ନିଜ ପାଇଁ ନିଜେ ଖାଇବା ଆଣ। ମୁଁ ତମକୁ ଛାଡିକି ଚାଲି ଯାଉଛି। ହଁ ହଁ ଯାଅ। ତମେ କଣ ଭାବୁଛ ତମ ବିନା ମୁଁ କିଛି ବି କରିପାରିବିନି? ସାପ ଆଉ ତା ସ୍ତ୍ରୀର ବହୁତ ଜୋରେ ଝଗଡା ହେଲା, ଯାହା ଫଳରେ କି ସାପ ଗର୍ବରେ ନିଜ ସ୍ତ୍ରୀ ସାପକୁ ବି ରୋକିଲାନି, ତାକୁ ଯିବାକୁ ଦେଲା। ହେଲେ ଯେମିତି ହିଁ ସନ୍ଧ୍ୟା ହେଲା, ସାପକୁ ବହୁତ ଜୋରେ ଭୋକ ଲାଗିଲା। ଭୋକରେ ପେଟରେ ପୁରା ମୂଷା ଦୌଡ଼ିଲେଣି। ବହୁତ ଜୋରେ ଭୋକ ଲାଗିଲାଣି। ମୁଁ ଏବେ କଣ କରିବି? ମୁଁ କଣ ଖାଇବି? କିଛି ଶିକାର ବି ଦେଖାଯାଉନି ଯାହାକୁ ମୁଁ ଖାଇପାରିବି। ମତେ ମୋ ସ୍ତ୍ରୀର ଗାଳି ଚୁପଚାପ ଶୁଣିଯିବାର ଥିଲା। ମୁଁ ଏମିତି ହିଁ ବସୁଥିଲି, କେତେ କଣ ଆଣିକି ମତେ ଦଉଥିଲା ସେ। ଆଉ ଆଜି ତ ମତେ କିଛି ମିଠା ମିଠା ଖାଇବା ପାଇଁ ଇଚ୍ଛା ହଉଛି। କଣ କରିବି ମୁଁ ଏବେ? ହଁ ହଁ ମୁଁ ଯାଉଛି, ଏମିତି କରିବି। ଜଙ୍ଗଲରୁ ବାହାରିକି ମୁଁ ଗାଁ ଭିତରକୁ ଯିବି, କାଳେ ସେଠି ମତେ କିଛି ଖାଇବାକୁ ମିଳିଯିବ। ଓଲା ରାତିରେ ଚାଲି ଚାଲିକି ଗାଁ ଭିତରକୁ ଚାଲିଗଲା। ଠିକ ସେତିକି ବେଳେ ରାଜୁ ଦେଶର ଗାଈ ଗୁହାଳରେ ବନ୍ଧା ହେଇଥିବାର ସେ ଦେଖିଲା। ଆରେ ବା, ଗାଈ ଆଉ ତା କ୍ଷୀର। ଆଜି ମୋର କିଛି ମିଠା ଖାଇବାକୁ ବି ଇଚ୍ଛା ହଉଥିଲା। ଏବେ ଗାଈର ମିଠା ମିଠା କ୍ଷୀର ମୁଁ ପିଇବି। ଓଲା ଲୁଚି ଲୁଚିକି ରାତିର ଅନ୍ଧାରରେ ମୋହିନୀର କ୍ଷୀର ପିଇବାକୁ ଲାଗିଲା। ତାକୁ ଦେଖିକି ମୋହିନୀ ବହୁତ ଡରିଗଲା। ହେ ଭଗବାନ, ସାପ ତ ମୋ କ୍ଷୀର ପିଉଛି। ଯଦି ମୁଁ ଟିକେ ବି ହଲିଲି ତାହେଲେ ସିଏ ମତେ କାମୁଡି ଦବ। ହେ ଗାଈ, ଚୁପଚାପ କ୍ଷୀର ପିଇବାକୁ ମତେ ଦେ। ଯଦି ଟିକେ ବି ହଲିବା ପାଇଁ ଚେଷ୍ଟା କରିବୁ ତାହେଲେ ତତେ ମୁଁ ମାରିଦେବି। ଆଉ ମୋ ବିଷ ଏତେ ଖତରନାକ ଯେ ତତେ ମାରିବାକୁ ଗୋଟେ ମିନିଟ ବି ଲାଗିବନି। ମୋହିନୀ ଭୟରେ ଥର ଥର ହେଇ ଥରିବାକୁ ଲାଗିଲା। ଆହା, ଗାଈର ମିଠା ମିଠା କ୍ଷୀର ପିଇକି ପୁରା ମଜା ଆସିଗଲା। ଶୁଣି ଗାଈ, ତୋ ନା ଯାହା ବି ହଉନା କାହିଁକି, ମତେ ତୋ କ୍ଷୀର ବହୁତ ଭଲ ଲାଗିଲା। ଏବେ ମୁଁ ସବୁବେଳେ ତୋ କ୍ଷୀର ପିଇବାକୁ ଏଠିକି ଆସିବି। ଯଦି ଏକଥା ତୁ କାହାକୁ ବି କହିଛୁ ତାହେଲେ ତୁ ତ ଜାଣିଥିବୁ ମୁଁ ତୋ ସହିତ କଣ କରିବି। ବୁଝିଗଲି, ମୁଁ କାହାକୁ କିଛି ବି କହିବିନି। ହା 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 ହା, ସାବାସ। କ୍ଷୀର ପିଇକି ଓଲା ସେଠାରୁ ଚାଲିଗଲା। ଶୁଣ ଲଡୁର ବାପା, ତମେ କଣ ଲଡୁ ସହିତ ଖାଲି ଖେଳୁଥିବ? ଆଜି କଣ ମୋହିନୀର କ୍ଷୀର ଆଣିବନି କି? ଯେ ପର୍ଯ୍ୟନ୍ତ ତମେ ବାଛୁରୀକି ଧରିବନି ମୁଁ କ୍ଷୀର କେମିତି ଆଣିବି? ଆଉ ଲଡୁକୁ ବି ଭୋକ ଲାଗିଲାଣି, ତମେ ବି ତ କ୍ଷୀର ନେଇକି ଯିବ। ହା 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 ହା। ହଁ ଟିକି, ମୁଁ ସବୁ ଜାଣିଛି। ଯେମିତି ଟିକି ଆଉ ରାଜୁ ମୋହିନୀ ପାଖକୁ କ୍ଷୀର ଆଣିବାକୁ ଗଲେ, ଦେଖିଲେ ମୋହିନୀ କ୍ଷୀର ଦଉନି। ହେ ମୋହିନୀ, କଣ ହେଲା? ତୁ ଆଜି କ୍ଷୀର କଣ ପାଇଁ ଦଉନୁ? ତୋ ଛୁଆ ଆଜି କ୍ଷୀର ପିଇ ଦେଇଛି ନା କଣ? ତମେ କଣ ଦେଖିପାରୁନ? ବାଛୁରୀ ପରା ବନ୍ଧା ହେଇଛି, ସେ କେମିତି କ୍ଷୀର ପିଇ ପାରିବ? ଏଇଟା ବି ହେଇଥାଇପାରେ କି ଆଜି ତାର କ୍ଷୀର ଦେବା ପାଇଁ ଇଚ୍ଛା ହଉନଥିବ, ନହେଲେ ତାର ଦେହ ଭଲ ଲାଗୁନଥିବ। ତମେ ବୋଧେ ଠିକ କଥା କହୁଛ। ମୋହିନୀ ସବୁ ଜାଣିଥିଲା, ହେଲେ ସାପ ଦେଇଥିବା ଧମକ ଯୋଗୁ ସେ କିଛି ବି କହିପାରିଲାନି। ବାସ୍ ଡରରେ ସେମିତି ଛିଡା ହେଇଥିଲା। ସେଦିନ ରାତିରେ ଓଲା ସାପ ପୁଣି ଥରେ ମୋହିନୀର ମିଠା ମିଠା କ୍ଷୀର ପିଇବାକୁ ଆସିଲା। ଏ ସାପ ତ ପୁଣି ଥରେ ଆସିଗଲା। ହେ ଭଗବାନ, ମୁଁ କଣ କରିବି? କ୍ଷୀର ଲୋଭରେ ଇଏ ତ ସବୁବେଳେ ଆସିବ। ମୁଁ କଣ କରିବି ୟା ପାଇଁ? ହେ ଗାଈ, ଚୁପଚାପ ସିଧା ହେଇକି ଛିଡା ହେଇକି ରହ, ମତେ କ୍ଷୀର ପିଇବାକୁ ଦେ, ନହେଲେ। ସାପ ଚୁପଚାପ ମଜାରେ କ୍ଷୀର ପିଇବାକୁ ଲାଗିଲା। ମଜା ଆସିଗଲା। ସାବାସ ଗାଈ, ବାସ୍ ଏମିତି ସବୁବେଳେ ମତେ କ୍ଷୀର ପିଇବାକୁ ଦବୁ, ତତେ ମୁଁ କିଛି ବି କହିବିନି। ଆଉ ଯୋଉ ଦିନ ତୁ ମୁହଁ ଖୋଲିବୁ ସେଦିନ ମୁଁ ତତେ ତ ମାରିଦେବି, ତୋ ସହିତ ତ ବାଛୁରୀକି ବି ମାରିଦେବି। ନାଇଁ ନାଇଁ, ମୁଁ କାହାକୁ କିଛି ବି କହିବିନି। ତମେ ବାସ୍ ମୋ ଛୁଆର କିଛି ବି କ୍ଷତି କରନି। ହା 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 ହା, ହଉ ହଉ ଠିକ ଅଛି, ମୁଁ କିଛି ବି କରିବିନି। ଏବେ ମୁଁ ଯାଉଛି, କାଲି ପୁଣି ଥରେ ଆସିବି। ତା ପରଦିନ ସକାଳେ ଟିକି ଆଉ ରାଜୁ ମୋହିନୀ ପାଖକୁ କ୍ଷୀର ଆଣିବାକୁ ଗଲେ, ହେଲେ ମୋହିନୀ କ୍ଷୀର ଦଉନଥିଲା। ଏସବୁ ଦେଖିକି ସେ ଦୁଇ ଜଣ ବହୁତ ଆଶ୍ଚର୍ଯ୍ୟ ହେଇଗଲେ।
ମୋହିନୀ ତୁ ଆଜି ବି କ୍ଷୀର ଦେଲୁନି, କଣ ହେଇଛି ତୋର? ହେ ମୋହିନୀ, ତୁ ଟିକେ ମୋ ଲଡୁ କଥା ଭାବିଲୁନି? 2 ଦିନ ହେଲା ତାକୁ କ୍ଷୀର ଟିକେ ପିଇବାକୁ ବି ମିଳୁନି। ଲଡୁର ବାପା ବି ସହରକୁ କ୍ଷୀର ନେଇକି ଯାଇପାରୁନାହାନ୍ତି। ଆଉ ଏପଟେ ତ ବାଛୁରୀ ବି ଭୋକରେ ଅଛି, ସେ ବି କ୍ଷୀର ପିଇବା ପାଇଁ ଆଉଟୁ ପାଉଟୁ ହଉଛି। ହେଲେ ତୁ କଣ ପାଇଁ କ୍ଷୀର ଦଉନୁ? କଣ ହେଇଛି ତୋର? ଠିକ୍ ସେତିକି ବେଳେ ରାଜୁର ନଜର ଭୂମି ଉପରେ ପଡିଲା। ଟିକି ଦେଖ ତ, କିଛି କ୍ଷୀର ଭୂଇଁରେ ପଡିଛି। ଇଏ କେମିତି ହେଇପାରିବ? ହଁ ମୋହିନୀ, ଯଦି କିଛି କଥା ଅଛି ତାହେଲେ ତୁ ଆମକୁ କହ। ହେଲେ ମୋହିନୀ ଚୁପଚାପ ଛିଡା ହେଇକି ସବୁ କଥା ଶୁଣୁଥିଲା, ହେଲେ କିଛି ବି ଉତ୍ତର ଦେଉନଥିଲା। ତାର ସେ ସାପ ଦେଇଥିବା ଧମକ କଥା ମନେ ଥିଲା, ସେଥିପାଇଁ ସେ ଡରରେ କିଛି ବି କହିପାରିଲାନି। କଣ ହେଲା ଟିକି, ତମେ ଶୋଇନ? ନିଦ ଲାଗୁନି ନା କଣ? କୋଉ କଥାକୁ ନେଇକି ଏତେ ଚିନ୍ତାରେ ଅଛ? ମୋହିନୀ କଥା ମୁଁ ଭାବୁଛି। ମତେ ଲାଗୁଛି ମୋହିନୀ କିଛି ଅସୁବିଧାରେ ଅଛି ବୋଧେ। କ୍ଷୀର ତ ଏମିତି ଗାୟବ ହବନି, ଆମକୁ ସେ ଭିତରେ ପଶିବାକୁ ହିଁ ପଡିବ। ମୋହିନୀ ବି ତ ଚୁପ ଅଛି ନା, ଡରିଲା ଭଳି ଲାଗୁଛି। କଥା କଣ ଆମକୁ ଖୋଜିବାକୁ ପଡିବ? ଟିକି ଆଉ ରାଜୁ ରାତିରେ ଗୁହାଳ ବାହାରେ ଲୁଚିକି ପ୍ରହରା ଦଉଥିଲେ। କିଛି ସମୟ ପରେ ଓଲା କ୍ଷୀର ପିଇବାକୁ ଆସିଲା। ଓଲାକୁ କ୍ଷୀର ପିଉଥିବାର ଦେଖିକି ଟିକି ଆଉ ରାଜୁ ଆଶ୍ଚର୍ଯ୍ୟ ହେଇଗଲେ। ଟିକି ବହୁତ ଡରିଗଲା। ହେ ଭଗବାନ, ଏତେ ବଡ ସାପ! ଇଏ ଆମ ମୋହିନୀର କ୍ଷୀର ପିଉଥିଲା, ଆଉ ଆମକୁ ଏ ବିଷୟରେ କିଛି ବି ଜଣା ନଥିଲା। ଏବେ ଆମେ କଣ କରିବା? ଆମେ କେମିତି ଆମ ମୋହିନୀକୁ ଏଇ ସାପ ପାଖରୁ ବଞ୍ଚେଇବା? ସାପ ମଜାରେ କ୍ଷୀର ପିଇକି ସେଠୁ ଚାଲିଗଲା। ତାପରେ ଟିକି ଆଉ ରାଜୁ ମୋହିନୀ ପାଖକୁ ଆସିଲେ। ମୋହିନୀ, ତୁ ଏତେ ଦିନ ହେଲା ଏସବୁ ସହିକି ଅଛୁ, ଆଉ ଆମେ ଜାଣି ବି ପାରିଲୁନି। ତୁ ଚିନ୍ତା କରନା ମୋହିନୀ, ଆମେ ସବୁ କିଛି ଠିକ କରିଦବୁ। ଟିକି ଆଉ ରାଜୁ ଏ ବିଷୟରେ ଗାଁର ଚଢେଇଙ୍କ ସହିତ କଥା ହେଲେ। ସମସ୍ତେ ସେମାନଙ୍କ ସାଥ ଦେଲେ, ଆଉ କହିଲେ କି କାଳୁ କେଳାକୁ ଆଣିବାକୁ ପଡିବ, କାରଣ ସାପ ମୋହିନୀର କ୍ଷୀରର ସ୍ୱାଦ ପାଇଯାଇଛି। ଏବେ ସେ ଆଉ ଛାଡିବନି। ଜଲ୍ଦି ଜଲ୍ଦି ସାପ କେଳାକୁ ଡାକିବାକୁ ପଡିବ। ରାଜୁ ସାପକେଳାକୁ ଡାକିଲା। ରାଜୁ ଆଉ ସାପକେଳା ସହିତ ଗାଁ ବାଲା ରାତିରେ ଲୁଚିକି ସାପର ଆସିବାକୁ ଅପେକ୍ଷା କଲେ। ଯେମିତି ହିଁ ସାପ ଆସିଛି, ସିଧା ଯାଇକି ମୋହିନୀର କ୍ଷୀର ପିଇବାକୁ ଲାଗିଲା। ଠିକ ସେତିକି ବେଳେ ସାପକେଳା ବିନ୍ ବଜେଇବାକୁ ଲାଗିଲା। ଏ ବିନ୍ କିଏ ବଜଉଛି? ସାପ ଜଙ୍ଗଲ ଆଡକୁ ଯାଉଥିଲା, ଆଉ ସାପକେଳା ବିନ୍ ବଜେଇ ବଜେଇକି ତା ପଛରେ ଗଲା। ଆଉ ତାପରେ ସାପ ବିନ୍ର ଶବ୍ଦରେ ଗୋଟେ ଜାଗାରେ ରହିଗଲା, ଆଉ ସାପକେଳା ତାକୁ ହାତରେ ଧରିକି ନେଇଗଲା। ଛାଡି ଦିଅ ମତେ, ମତେ କ୍ଷମା କରିଦିଅ। ମୁଁ ଏଠିକି ଆଉ କେବେ ବି ଆସିବିନି। ଆଜି ପରଠୁ କୋଉ ଗାଈର କ୍ଷୀର ଚୋରି କରିବିନି। ମତେ କ୍ଷମା କରିଦିଅ। ବହୁତ ଦିନ ହେଲା ମୁଁ ଏ ସାପକୁ ଖୋଜୁଥିଲି। ଇଏ ବହୁତ ଅଳସୁଆ ସାପ। ଇଏ ଅନ୍ୟ ସାପ ମାନଙ୍କୁ ବି ହଇରାଣ କରୁଛି। ଏବେ ଇଏ କାହାକୁ ବି ହଇରାଣ କରିପାରିବନି, ଆଉ ନା କ୍ଷୀର ଚୋରି କରିପାରିବ। ସାପକେଳା ସାପକୁ ଖୋଳରେ ପୁରେଇକି ନେଇଗଲା। ଆଉ ତାପରେ ରାଜୁ, ଟିକି ଆଉ ଗାଁ ବାଲା ଖୁସି ହେଇକି କେଳାକୁ ଧନ୍ୟବାଦ ଜଣେଇଲେ।